ଜାତୀୟ ଭୋଟ ଦିବସ ଉପକ୍ରମ। ଭାରତରେ ପ୍ରତିବର୍ଷ ଜାନୁଆରୀ 25 ତାରିଖକୁ ଜାତୀୟ ଭୋଟର ଦିବସ ରୂପେ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ନୂତନ ପିଢ଼ିର ମତଦାତାଙ୍କୁ ଭୋଟ ଦେବାର ଅଧିକାର ବିଷୟରେ ଜାଗ୍ରତ କରିବା। 2011 ମସିହାରୁ ଭାରତରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏହି ଦିବସ ପାଳିତ ହେଉଛି। ବର୍ଣ୍ଣନା। ନିର୍ବାଚନ ଗଣତନ୍ତ୍ରର ଗୋଟିଏ ମୁଖ୍ୟ ଅଂଶ। ନାଗରିକମାନେ ସେମାନଙ୍କର ରାଜନୈତିକ ମତ ଭୋଟ ଦ୍ୱାରା ଦେଇଥାନ୍ତି। ଆମ ଭାରତ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର। ଆମ ଦେଶ ଭାରତରେ ପ୍ରତି 5 ବର୍ଷରେ ଥରେ ସାଧାରଣ ନିର୍ବାଚନ ହୋଇଥାଏ। ଯେଉଁମାନଙ୍କର ବୟସ 18 ବର୍ଷ ବା ତହିଁରୁ ଅଧିକ ହୋଇଥାଏ ସେମାନେ ଭୋଟ ଦେବାର ଅଧିକାର ପାଇଥାନ୍ତି। ଶେଷ କଥା। ଲୋକମାନେ ଭୋଟ ଦେଇ ଲୋକପ୍ରତିନିଧି ବାଛିଥାନ୍ତି। ଭୋଟରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ରାଜନୈତିକ ଦଳ ସରକାର ଗଠନ କରନ୍ତି। ଧନ୍ୟବାଦ।